आषाढ़ मासर शुक्ल पक्षर पड़ुथिबा एकादशी को देवशयनी एकादशी बोली कुहाଯାଏ। ଏହା ସବୁଠାରୁ ବଡ଼ ଏକାଦଶୀ ବୋଲି ମାନାଯାଏ। ଏହି ବର୍ଷ ଇଂରାଜୀ ମାସ ଅନୁସାରେ ଜୁଲାଇ ମାସର 6 ତାରିଖ ରବିବାର ଦିନ ପଡୁଛି। ଏହି ଏକାଦଶୀକୁ ଆଷାଢ଼ୀ ଏକାଦଶୀ, ହରିଶୟନ ଏକାଦଶୀ ବା ପଦ୍ମା ଏକାଦଶୀ ବୋଲି ମଧ୍ୟ କୁହାଯାଏ। ଏହି ଏକାଦଶୀ ପରଠୁ ଚତୁର୍ମାସର ଆରମ୍ଭ ହୋଇଥାଏ। କୁହାଯାଏ ଯେ ଏହି ଦିନଠାରୁ ଭଗବାନ ହରି 4 ମାସ ଯାଏଁ ଶୟନ ଅବସ୍ଥାରେ ରହିଥାନ୍ତି। ଦେବୀଶୟନୀ ଏକାଦଶୀ ଏକ ଏମିତି ବ୍ରତ ଯାହାର କରିବା ଦ୍ୱାରା ପାପର ନାଶ ହୋଇ ପୁଣ୍ୟକୁ ବଢ଼ାଇଥାଏ ଏବଂ ମୋକ୍ଷ ପ୍ରାପ୍ତ ହୋଇଥାଏ। ଏହି ଏକାଦଶୀକୁ ନେଇ ଏକ ସୁନ୍ଦର କଥା ଅଛି, ଆସନ୍ତୁ ଜାଣିବା। ତା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲରେ ନୂଆ ଆସିଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଥରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ, ହେ ମାଧବ, ଆଷାଢ଼ ମାସର ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀର କ'ଣ ମହତ୍ଵ ରହିଛି? ସେହିଦିନ କେଉଁ ଦେବତାଙ୍କୁ ପୂଜା କରାଯାଏ ଏବଂ ଏହାର କ'ଣ ପ୍ରଥା ରହିଛି? ଶ୍ରୀକୃଷ୍ଣ କହିଲେ, ହେ ଧନୁର୍ଦ୍ଧର, ଥରେ ନାରଦ ମୁନି ବ୍ରହ୍ମାଙ୍କୁ ଏହି ପ୍ରଶ୍ନ ପଚାରିଥିଲେ। ଏକାଦଶୀର ବ୍ରତ ସବୁ ବ୍ରତଠାରୁ ସର୍ବୋତ୍ତମ। ଏହି ବ୍ରତ ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ଏହି ବ୍ରତ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ଏବଂ ମୃତ୍ୟୁ ପରେ ବ୍ୟକ୍ତିକୁ ବୈକୁଣ୍ଠ ଧାମ ପ୍ରାପ୍ତ ହୋଇଥାଏ। ମାନ୍ଧାତା ନାମକ ଏକ ସୂର୍ଯ୍ୟବଂଶୀ ରାଜା ଥିଲେ। ସେ ସତ୍ୟବାଦୀ, ମହାନ ତପସ୍ୱୀ ଏବଂ ଚକ୍ରବର୍ତ୍ତୀ ଥିଲେ। ସେ ନିଜର ପ୍ରଜାମାନଙ୍କ ଲାଳନ ପାଳନ ନିଜର ସନ୍ତାନ ଭଳି କରୁଥିଲେ। ସବୁ ପ୍ରଜା ଧନଧାନ୍ୟରେ ପରିପୂର୍ଣ୍ଣ ଥିଲେ। ସମସ୍ତ ପ୍ରଜା ସୁଖପୂର୍ବକ ଜୀବନଯାପନ କରୁଥିଲେ। ତାଙ୍କ ରାଜ୍ୟରେ କେବେ ଦୁର୍ଭିକ୍ଷ ପଡ଼ିନଥିଲା, କେବେ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ପଡ଼ିନଥିଲା। ଜଣା ନାହିଁ ଦେବତାମାନେ କାହିଁକି ରୁଷ୍ଟ ହୋଇଗଲେ। ଥରେ ତାଙ୍କ ରାଜ୍ୟରେ ଭୀଷଣ ଭାବେ ଅକାଳ ଦୁର୍ଭିକ୍ଷ ପଡ଼ିଲା ଏବଂ ପ୍ରଜାମାନେ ଅନ୍ନର ଅଭାବ ହେତୁ ଅତ୍ୟନ୍ତ ଦୁଃଖୀ ହୋଇ ରହିବାକୁ ଲାଗିଲେ। ରାଜ୍ୟରେ ଯଜ୍ଞ ହେବା ବନ୍ଦ ହୋଇଗଲା। ଅକାଳରେ ପୀଡ଼ିତ ପ୍ରଜାମାନେ ଦିନେ ରାଜାଙ୍କ ପାଖକୁ ଯାଇ ପ୍ରାର୍ଥନା କରିବାକୁ ଲାଗିଲେ, ହେ ରାଜନ, ସମସ୍ତ ସୃଷ୍ଟିର ମୁଖ୍ୟ ଆଧାର ହେଉଛି ବର୍ଷା। ଏହି ବର୍ଷାର ଅଭାବରେ ସମ୍ପୂର୍ଣ୍ଣ ରାଜ୍ୟରେ ଅକାଳ ଦୁର୍ଭିକ୍ଷ ପଡ଼ିଛି। ଏହି ଦୁର୍ଭିକ୍ଷରେ ପ୍ରଜାମାନେ ମରିବାରେ ଲାଗିଛନ୍ତି। ହେ ଭୂପତି, ଆପଣ କିଛି ଏପରି ଉପାୟ କରନ୍ତୁ ଯାହାଦ୍ୱାରା ଆମମାନଙ୍କର କଷ୍ଟ ଦୂର ହୋଇପାରିବ। ତେବେ ବିବଶ ହୋଇ ପ୍ରଜାମାନଙ୍କୁ ଅନ୍ୟ ଏକ ରାଜ୍ୟରେ ଯାଇ ଶରଣ ନେବାକୁ ପଡ଼ିବ। ଏହା ଶୁଣି ରାଜା କହିଲେ, ଆପଣମାନେ ସତ୍ୟ କହୁଛନ୍ତି। ରାଜାଙ୍କ ପାପର କାରଣ ହେତୁ ପ୍ରଜାମାନେ ଦୁଃଖ ପାଇଥାନ୍ତି, କିନ୍ତୁ ମୁଁ ବହୁତ ଭାବିଚିନ୍ତି ବିଚାର କରୁଛି, ହେଲେ ବି ମୋର ନିଜର ଦୋଷ ମୋତେ ଦେଖାଯାଉ ନାହିଁ। ଆପଣମାନଙ୍କ ଦୁଃଖକୁ ଦୂର କରିବା ପାଇଁ ମୁଁ ବହୁତ ଉପାୟ ଚିନ୍ତା କରୁଛି, ପରନ୍ତୁ ଆପଣମାନେ ଚିନ୍ତା କରନ୍ତୁ ନାହିଁ। ମୁଁ ଏହାର ଉପାୟ ନିଶ୍ଚୟ ବାହାର କରିବି। ଏହାପରେ ରାଜା ମାନ୍ଧାତା ଠାକୁରଙ୍କୁ ପୂଜା କରି କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଘୋର ଜଙ୍ଗଲକୁ ଚାଲିଗଲେ। ସେଠି ସେ ଋଷିମୁନିଙ୍କ ଆଶ୍ରମରେ ବୁଲି ବୁଲି ସର୍ବଶେଷରେ ବ୍ରହ୍ମାଙ୍କ ମାନସପୁତ୍ର ଅଙ୍ଗିରା ଋଷିଙ୍କ ଆଶ୍ରମରେ ପହଞ୍ଚିଗଲେ। ରାଜା ଋଷିଙ୍କ ସମ୍ମୁଖକୁ ଯାଇ ପ୍ରଣାମ କରି କହିଲେ, ହେ ମହର୍ଷି, ମୋ ରାଜ୍ୟରେ 3 ବର୍ଷ ହେଲା ବର୍ଷା ହେଉନାହିଁ। ଅକାଳ ଦୁର୍ଭିକ୍ଷ ହେତୁ ପ୍ରଜାମାନେ କଷ୍ଟ ପାଉଛନ୍ତି। ମୁଁ ଧର୍ମର ନୀତି ଅନୁସାରେ ଶାସନ କରୁଛି, ହେଲେ ବି ମୁଁ କ'ଣ ଏମିତି ପାପ କରିଛି ଯେ ମୋ ପ୍ରଜାମାନେ ଏତେ କଷ୍ଟ ପାଉଛନ୍ତି? ଏହି ସନ୍ଦେହରୁ ନିବୃତ୍ତି ପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି। କୃପା କରି ମୋ ସମସ୍ୟାର ସମାଧାନ କରନ୍ତୁ। ମହର୍ଷି କହିଲେ, ହେ ରାଜନ, ଏହା ହେଉଛି ସତ୍ୟଯୁଗ। ଏହି ଯୁଗରେ କେବଳ ବ୍ରାହ୍ମଣମାନଙ୍କୁ ହିଁ ଜପତପ କରିବାର ଅନୁମତି ଦିଆଯାଇଛି, କିନ୍ତୁ ଆପଣଙ୍କ ରାଜ୍ୟରେ ଜଣେ ଶୂଦ୍ର ମଧ୍ୟ ଜପତପ କରୁଛି। ଏହି ଦୋଷର କାରଣ ହେତୁ ଆପଣଙ୍କ ରାଜ୍ୟରେ ବର୍ଷା ହେଉନାହିଁ। ଯଦି ଆପଣ ଆପଣଙ୍କ ପ୍ରଜାଙ୍କର କଲ୍ୟାଣ ଚାହୁଁଛନ୍ତି, ତେବେ ଶୀଘ୍ର ସେହି ଶୂଦ୍ରକୁ ବଧ କରିଦିଅନ୍ତୁ। ଯେତେବେଳ ଯାଏଁ ସେହି ଶୂଦ୍ରକୁ ବଧ ନ କରିଛନ୍ତି, ଆପଣଙ୍କ ରାଜ୍ୟରୁ ଅକାଳ ଦୁର୍ଭିକ୍ଷ ଟଳିବ ନାହିଁ। ଏହା ଶୁଣି ମହାରାଜ କହିଲେ, ହେ ମୁନିଶ୍ରେଷ୍ଠ, ମୁଁ ସେହି ନିରପରାଧ ତପସ୍ୱୀ ଶୂଦ୍ରଙ୍କୁ ବିନା ଦୋଷରେ ମାରିପାରିବି ନାହିଁ। କୌଣସି ନିର୍ଦ୍ଦୋଷକୁ ହତ୍ୟା କରିବା ମୋର ନିୟମରୁ ବାହାର ଅଟେ। ମୋର ଆତ୍ମା ଏହାକୁ କୌଣସି ବି ସ୍ଥିତିରେ ସ୍ୱୀକାର କରିପାରିବ ନାହିଁ। ଆପଣ ଏହି ଦୋଷରୁ ମୁକ୍ତି ପାଇଁ କୌଣସି ଅନ୍ୟ ଉପାୟ କୁହନ୍ତୁ। ରାଜାଙ୍କୁ ବିଚଳିତ ଦେଖି ମହର୍ଷି କହିଲେ, ହେ ରାଜନ, ଯଦି ଆପଣ ଏହିପରି ନ କରିପାରିବେ, ତେବେ ଆଷାଢ଼ ମାସର ଶୁକ୍ଳ ପକ୍ଷରେ ଦେବଶୟନୀ ଏକାଦଶୀ ବିଧିବିଧାନ ଅନୁସାରେ ବ୍ରତ କର। ଏହି ବ୍ରତର ପ୍ରଭାବରେ ତୁମ ରାଜ୍ୟରେ ବର୍ଷା ହେବ ଏବଂ ପ୍ରଜାମାନେ ମଧ୍ୟ ପୂର୍ବ ଭଳି ଖୁସିରେ ରହିବେ, କାରଣ ଏହି ଏକାଦଶୀ ବ୍ରତ କରିବା ଦ୍ୱାରା ବହୁ କଷ୍ଟରୁ ମୁକ୍ତି ମିଳିଥାଏ। ମହର୍ଷିଙ୍କ କଥା ଶୁଣି ରାଜା ନିଜ ରାଜ୍ୟକୁ ଫେରି ଶ୍ରଦ୍ଧାପୂର୍ବକ ବିଧିବିଧାନରେ ଦେବଶୟନୀ ଏକାଦଶୀ ବ୍ରତ କରିଲେ। ଏହାପରେ ରାଜ୍ୟରେ ବର୍ଷା ହେଲା। ପ୍ରଜାମାନଙ୍କୁ ଅକାଳ ଦୁର୍ଭିକ୍ଷରୁ ମୁକ୍ତି ମିଳିଲା।
ଏହି ଏକାଦଶୀ ବ୍ରତକୁ କରିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ମୋକ୍ଷର ଇଚ୍ଛା ରଖୁଥିବା ମନୁଷ୍ୟ ଏହି ଏକାଦଶୀ ବ୍ରତ କରିବା ଉଚିତ।